କନକ ଉପତ୍ୟକାର କାହାଣୀ ଅଧ୍ୟାୟ 5 ହସ ଅଜଣାର ଦେଶ। ଲେଖକ ଶ୍ରୀ ମନୋଜ ଦାସ। ପ୍ରାସାଦ ଉପରେ ଅବସ୍ଥିତ ଉଜ୍ଜଳ ଯାଦୁ ଗମ୍ବୁଜ ଭିତରୁ ରାଜ୍ୟବ୍ୟାପୀ ଲୋକଙ୍କର କାର୍ଯ୍ୟକଳାପ ଦେଖି ହେଉଥିଲା। ବକ୍ରଧାଡୀ ପୁରୋହିତ ବିଶାଳ ପ୍ରେକ୍ଷାଳୟ ଭିତରେ ସମବେତ ଲୋକଙ୍କୁ ଉଦ୍ବୋଧନ ଦେଇ କହୁଥାଏ, ଆମେ ଯଥାଶୀଘ୍ର ଆଉ ଗୋଟିଏ ସର୍ପଦାନବ ଆମଦାନୀ କରିବାର ବ୍ୟବସ୍ଥା କରିବୁ। ଆଜ୍ଞା, ସର୍ପଦାନବ ତ ମଲା, ଆଉ ଗୋଟାଏ ସର୍ପଦାନବ ନ ରହିଲେ କଣ ଚଳିବ ନାହିଁ? ଯୁବକଟିଏ ପ୍ରଶ୍ନ କଲା। ତା ଆଡେ କଟମଟ କରି ଅନାଇ ବକ୍ରଧାଡୀ କହିଲା, ତମେ ନ ରହିଲେ କଣ ଚଳିବ ନାହିଁ? ସେ କଣ ଇଙ୍ଗିତ ଦେଲା କେଜାଣି ଦୁଇ ଜଣ ପ୍ରହରୀ ସେ ଯୁବକ ଉପରେ ଝାମ୍ପି ପଡି ତାକୁ ଧରି ନେଇଗଲେ। ଶୁଣ ନାଗରିକ ଗଣ, ଯଥାଶୀଘ୍ର ଆମେ ଗୋଟାଏ ଉତ୍ସବ ପାଳନ କରିବା। ଆମର ପ୍ରାଣପ୍ରିୟ ସର୍ପ ଦାନବର ହତ୍ୟାକାରୀ ପିଶାଚ ରୂପୀ ଯୁବକଟିର ପ୍ରାଣଦଣ୍ଡ ଉପଲକ୍ଷେ ହେବ ସେ ବିପୁଳ ଉତ୍ସବର ଆୟୋଜନ। ବକ୍ରଧାଡୀ ଘୋଷଣା କଲା। ରାଜୁ ରାଜାଙ୍କ ଆଡେ ଅନାଇଲା। ନା ନା, ଏଭଳି କିଛି ହବାକୁ ଦେବି ନାହିଁ, ରାଜା କହିଲେ। ରାଜୁ ଆଶ୍ୱସ୍ତ ହୋଇ ପୁଣି ସେ ପ୍ରେକ୍ଷାଳୟ ଆଡେ ଦୃଷ୍ଟିପାତ କଲା। ହଠାତ୍ କଣ୍ଠ ଉଚ୍ଚ କରି ବକ୍ରଧାଡୀ କହିଲା, ବର୍ତ୍ତମାନ ଉଠୁ କ୍ରନ୍ଦନ ରୋଳ। ତତ୍କ୍ଷଣା ଶହ ଶହ କଣ୍ଠରୁ ନିର୍ଗତ ହେଲା କୋହ, କ୍ରନ୍ଦନ, ହାହୁତାଶ ଓ ଚପାଚିତ୍କାର। କେତେକ ନାଚି ନାଚି କାନ୍ଦୁଥାନ୍ତି ତ କେତେକ ନିଜ ନିଜର କେଶ ଉତ୍ପାଟିତ କରୁଥାନ୍ତି। କ୍ରନ୍ଦନ ରୋଳ ବଢି ଚାଲିଥାଏ। ସେ ଦୃଶ୍ୟ ରାଜୁକୁ ଅସ୍ୱସ୍ତିକର ଲାଗିଲା। ରାଜା ସେ କଥା ବୁଝିପାରି କୈଫିୟତ ଦେବା ଭଳି ଭଙ୍ଗୀରେ କହିଲେ, ନିଦ୍ରାହୀନତା ଲୋକଙ୍କର ଯେଉଁ ଅନିଷ୍ଟ କରନ୍ତା, ଏହି କାନ୍ଦ ବୋବାଳି ଯୋଗୁଁ ତାହା ହୁଏ ନାହିଁ। ମଣିଷ ଖୋଲା ହୋଇଯାଏ। କିନ୍ତୁ ମହାରାଜ, ଏ ସମଗ୍ର ବ୍ୟାପାର ଏଡ଼େ ଅସ୍ୱାଭାବିକ। ଆପଣ ସିନା ଲୋକେ କିପରି ହସନ୍ତେ ସେ ବ୍ୟବସ୍ଥା କରିବେ। ହସନ୍ତେ ବୋଇଲେ? ରାଜା ବିବ୍ରତ ହୋଇ ପ୍ରଶ୍ନ କଲେ। ହେ ଭଗବାନ, ଆପଣ ହସ କଣ ବୁଝୁନାହାନ୍ତି? ରାଜୁ ବିସ୍ମିତ ହୋଇ ସେତିକି ବେଳେ ମନେ ପକାଇଲା, ସେ ବାସ୍ତବିକ ସେଯାଏ ସେ ଜ୍ଞାନ ବିଜ୍ଞାନ ରାଜ୍ୟର କୌଣସି ମଣିଷ ମୁହଁରେ ହସ ତ ଦୂରତ କଥା, ସ୍ମିତ ହସର ଆଭାସ ମଧ୍ୟ ଦେଖି ନାହିଁ। ସେ ନିଜେ ହସି ହସି କଣ ବୁଝାଇ ଦେବାକୁ ଚାହୁଁଥିଲା, କିନ୍ତୁ ସେ ହସି ପାରିଲା ନାହିଁ। ମହାରାଜ, ସବୁ ବୈଜ୍ଞାନିକ ପ୍ରଗତି ସତ୍ତ୍ୱେ ଆପଣ ଓ ଆପଣଙ୍କର ପ୍ରଜାବର୍ଗ ଭାଗ୍ୟହୀନ। ମନେ ହୁଏ ଆପଣମାନେ ଅଭିଶପ୍ତ। ମୁଁ ଯଦି ରାଜା ହୋଇଥାନ୍ତି, ହସି ପାରିବାର କଳା ଟିକକ ପାଇବା ନିମନ୍ତେ ମୁଁ ମୋର ସମସ୍ତ ଐଶ୍ୱର୍ଯ୍ୟ ଓ ଶକ୍ତି ମହାକାଶର ନକ୍ଷତ୍ର ଧ୍ୱଂସ କରିବାର କୌଶଳ ପର୍ଯ୍ୟନ୍ତ ବିସର୍ଜନ ଦିଅନ୍ତି। ରାଜୁର ଉତ୍କଣ୍ଠା ଓ ଆନ୍ତରିକତା ରାଜାଙ୍କୁ ଅଭିଭୂତ କଲା। ସେତିକି ବେଳେ ଅଦୂରବର୍ତ୍ତୀ ଗୋଟିଏ ଅଟ୍ଟାଳିକା ଉପରେ କମଳା ରଙ୍ଗର ଆଲୁଅ ଜଳି ଉଠିଲା ଓ ଶୁଭିଲା ଏକ ଘଣ୍ଟା ଧ୍ୱନି। ଏହାର ଅର୍ଥ କୌଣସି ଏକ ବିଶେଷ ଗବେଷଣାରେ ଆମର ବିଜ୍ଞାନୀମାନେ ସିଦ୍ଧି ଲାଭ କଲେ। ବୋଧହୁଏ ମନ ମୁକୁରର ଉଦ୍ଭାବନା ପରା ହେଲା। ରାଜା କହିଲେ। ସେମାନେ ଗମ୍ବୁଜ ବାହାରକୁ ଆସିବା ମାତ୍ରେ ଗମ୍ବୁଜର ଦ୍ୱାରଦେଶ ଅନ୍ତର୍ହିତ ହୋଇଗଲା। କାହାରି ପଦଧ୍ୱନି ଶୁଭିଲା। ରାଜା ଗମ୍ବୁଜ ସେପଟେ ଲୁଚି ରହିବା ନିମନ୍ତେ ରାଜୁକୁ କହିଲେ, ମହାରାଜ, ମନ ମୁକୁରର ନିର୍ମାଣ ସମାପ୍ତ। ଆପଣଙ୍କୁ ସଙ୍ଗେ ସଙ୍ଗେ ଏହା ଦେଖାଇବା ଉଚିତ ମନେ କଲୁ। ଆମର ଏ ଅଧୈର୍ଯ୍ୟ କ୍ଷମା କରନ୍ତୁ। ଦୁଇ ଜଣ ବିଜ୍ଞାନୀ ରାଜାଙ୍କୁ ଅଭିବାଦନ ଜଣାଇ ତାଙ୍କ ଆଗରେ ଦର୍ପଣଟିଏ ଧରିଲେ। ଅବଶ୍ୟ ତା ଆବୃତ ରହିଥାଏ। ମହାରାଜ, ଆପଣ ଯେ କୌଣସି ଲୋକର ନାମ ଉଚ୍ଚାରଣ କରି ତା ଚେହେରା ମନରେ ସ୍ମରଣ କରି 3 ଥର ଏ ଦର୍ପଣ ଉପରେ ହାତ ବୁଲାଇ ଦେଲେ ସେ ଲୋକର ଆପଣଙ୍କ ପ୍ରତି ମନୋଭାବ କଣ ତାହା ଦର୍ପଣରେ ଫୁଟି ଉଠିବ। ବିଜ୍ଞାନୀ ଦୁଇ ଜଣ କହିଲେ, ଏ ଅପୂର୍ବ ସାଫଲ୍ୟ ମୋର ଅଭିନନ୍ଦନ ଗ୍ରହଣ କର। ରାଜା ଏହା କହି ଦର୍ପଣଟି ହାତକୁ ନେଲେ। ଜଣେ ଶୁଭଙ୍କର ବ୍ୟକ୍ତିଙ୍କୁ ସ୍ମରଣ କରି ମନମୁକୁରର ଶୁଭାରମ୍ଭ କରାଯାଉ। ଆମର ପରମ ହୈତେଶ ପୁରୋହିତ ମୋ ବିଷୟରେ କଣ ଭାବୁଛନ୍ତି ଦେଖିବା। ଏହା କହି ରାଜା ଦର୍ପଣ ଠିକ ଅନାବୃତ କରିଛନ୍ତି ଶୁଭିଲା ଏକ ପ୍ରଚଣ୍ଡ ନିର୍ଦ୍ଦେଶ, ଥୟ ଧର। ଆଖି ପଲକରେ ସେଠାରେ ଆବିର୍ଭୂତ ହେଲା ବକ୍ରଧାଡୀ। ମନମୁକୁର ମୁଁ ପ୍ରଥମେ ପରୀକ୍ଷା କରିବି, ଆଉ ଏ ଚିଜ ମୋହରି ଜିମା ରହିବ, ବକ୍ରଧାଡୀ ଦୃଢ କଣ୍ଠରେ କହିଲା। ରାଜା ଇତସ୍ତତ ହେଲେ। ମହାରାଜ, ଆପଣ ରାଜା, ଏହାର ବ୍ୟବହାର ଆପଣ ହିଁ ପ୍ରଥମ କରିବା ଚାହିଁ। ପୁରୋହିତ ମହୋଦୟ ଆପଣଙ୍କ ପ୍ରତି କେଡ଼େ ସଦିଚ୍ଛା ପୋଷଣ କରନ୍ତି। ଆପଣ ତୁରନ୍ତ ଥରେ ତାହା ଦେଖି ନିଅନ୍ତୁ। କ୍ଷିପ୍ର ଗତିରେ ବାହାରି ଆସି ରାଜୁ କହିଲା, ନା ନା, କଦାପି ନୁହେଁ। ପୁରୋହିତ ଚିତ୍କାର କରି କହିଲା। ରାଜାଙ୍କ ଆଡକୁ ଝପଟି ଯାଇ ସେ ଦର୍ପଣଟି ତାଙ୍କଠାରୁ ଛଡାଇ ନେବାକୁ ଉଦ୍ୟତ ହେଲା, କିନ୍ତୁ ରାଜୁ ଉଭୟଙ୍କ ମଝିରେ ପଶିଯାଇ ପୁରୋହିତକୁ ରାଜାଙ୍କଠୁ ଦୂରେଇ ଠେଲି ନେଇଗଲା ଓ ତାଙ୍କୁ ସେମିତି ଦୂରେଇ ରଖିଲା। ରାଜା ଚଟାପଟ ଦର୍ପଣ ଅନାବୃତ କରି ବିଜ୍ଞାନୀ ଦୁଇ ଜଣ ନିର୍ଦ୍ଦେଶ ଅନୁସାରେ ପୁରୋହିତକୁ ସ୍ମରଣ କରି ସେଥିରେ 3 ଥର ହାତ ବୁଲାଇ ଦେଲେ। ହଠାତ୍ ରାଜୁକୁ ତଳେ କଚାଡି ଦେଇ ପୁରୋହିତ ରାଜାଙ୍କ ପାଖକୁ ଦୌଡ଼ି ଆସିଲା। ତାପରେ ନିମିଷେକ ଯାଇ ଘଟିଗଲା ତାହା ଯେତିକି ଅପ୍ରତ୍ୟାଶିତ ସେତିକି ଲୋମହର୍ଷକ।
ରାଜା ଦର୍ପଣୀ ତଳେ ପକାଇଦେଲେ, ଅବଶ୍ୟ ତା ଭାଙ୍ଗିଲା ନାହିଁ। ପର ମୁହୂର୍ତ୍ତରେ ତାଙ୍କ ତରବାରୀ ହେଲା କୋଷମୁକ୍ତ। ବିଜୁଳି ଭଳି ଥରେ ତା ଝଟକି ଉଠିଲା। କେହି କିଛି ବୁଝିବା ପୂର୍ବରୁ ପୁରୋହିତର ମୁଣ୍ଡ ତଳେ ଲୁଟିଗଲା। ମହାରାଜ, ଇଏ କଣ କଲେ? ରାଜୁ ସ୍ତବ୍ଧତା କଟାଇ ପଚାରିଲା। ସତରେ ମୁଁ କଲି କଣ? ରାଜା ନିଜେ ଆତଙ୍କିତ ଭାବରେ ପ୍ରଶ୍ନ କଲେ। ତାପରେ ପ୍ରକୃତିସ୍ଥ ହୋଇ ସେ କହିଲେ, ଦର୍ପଣରେ ଦେଖିଲି ପୁରୋହିତ ଦାନ୍ତ କଡ଼ମଡ଼ କରି ବିକଟ ଭାବରେ ଅନାଇ ଛୁରିକାଟିଏ ମୋର ଆଡେ ଉଦ୍ୟତ କରିଛନ୍ତି। ମୁଁ ଭୁଲିଗଲି ସେ ଯାହା ଦେଖୁଛି ତାହା ଦର୍ପଣ ଦେଖାଉଛି, ବାସ୍ତବରେ ତାହା ଘଟୁନାହିଁ। ମୁଁ ଆତ୍ମରକ୍ଷା ପାଇଁ ପୁରୋହିତ ବେକରେ ଦେଲି ଚୋଟ। ରାଜା ଅନୁତପ୍ତ କଣ୍ଠରେ କହିଲେ, କିନ୍ତୁ ମହାରାଜ, ଆପଣ ଦର୍ପଣରେ ଯାହା ଦେଖିଲେ ତାର ଅର୍ଥ ପୁରୋହିତ ଆପଣଙ୍କୁ ବାସ୍ତବରେ ହତ୍ୟା କରିବାର ତୀବ୍ର ଅଭିଳାଷା ପୋଷଣ କରୁଥିଲେ? ଜଣେ ବିଜ୍ଞାନୀ କହିଲେ। ରାଜା ସ୍ତବ୍ଧ ହୋଇ ରହିଲେ। ତାଙ୍କ ହାତରୁ ତରବାରୀ ଖସି ପଡ଼ିଲା। ରାଜୁ ତା ଉଠାଇ ନେଇ କୋଷବଦ୍ଧ କରିଦେଇ ପରିସ୍ଥିତିକୁ ହାଲୁକା କରିଦେବା ନିମନ୍ତେ କହିଲା, ଜଣେ ରାଜା କେତେବେଳେ ହେଲେ ତରବାରୀଚ୍ୟୁତ ହୋଇ ରହିବା ଠିକ ନୁହେଁ। କିନ୍ତୁ ମୁଁ ମନ ମୁକୁରରେ ଯାହା ଦେଖିଲି ପୁରୋହିତ ମୋର ଏଭଳି ସର୍ବନାଶ ଚିନ୍ତା କରିବା କଥା, ତାହା କଣ ସତ? ରାଜା ବିଜ୍ଞାନୀ ଦୁହିଁଙ୍କୁ ପ୍ରଶ୍ନ କଲେ। ମନ ମୁକୁର ଭୁଲ ଦୃଶ୍ୟ ଦେଖାଇବା ସମ୍ଭବ ନୁହେଁ। ଆପଣ ଆଉ ଥରେ ପରୀକ୍ଷା କରିପାରନ୍ତି। ଜଣେ ବିଜ୍ଞାନୀ କହିଲେ। ଭଲ ପ୍ରସ୍ତାବ। ପୁରୋହିତଙ୍କ କହିବା ଅନୁସାରେ ରାଜୁ ଗୋଟାଏ ମଣିଷ ରୂପୀ ଶୈତାନ। ଆମର ଅନିଷ୍ଟ କରିବା ପାଇଁ ସେ ଏ ରାଜ୍ୟରେ ଆସି ପହଞ୍ଚିଛି। ମୋ ପ୍ରତି ରାଜୁର ମନୋଭାବ କଣ, ଦର୍ପଣ ସେ କଥା ଜଣାଇ ପାରିବ ଆଶା କରେ। ଏଇ କଥା କହି ରାଜା ଦର୍ପଣ ଆଗରେ ଅନାଇଲେ। ଉତ୍କଣ୍ଠିତ ଭାବରେ ଅପେକ୍ଷା କରିଥାନ୍ତି ଅନ୍ୟମାନେ। କ୍ରମେ ରାଜାଙ୍କ ଦୃଷ୍ଟିରେ ଦେଖାଦେଲା ଗଭୀର ପ୍ରସନ୍ନତା। ସେ କହିଲେ, ତରୁଣ, ସଦିଚ୍ଛା ଛଡା ତମ ଭିତରେ ଆଉ କିଛି ନାହିଁ। ତମେ କୌଣସି ଏକ କାର୍ଯ୍ୟସିଦ୍ଧି ଉଦ୍ଦେଶ୍ୟରେ ଦୂରଦେଶ ଅଭିମୁଖେ ଯାତ୍ରୀ। ସେ ଦିଗରେ ତମେ ମୋର ସାହାଯ୍ୟ ଚାହଁ। ରାଜୁ ଆଖିରେ ଆନନ୍ଦ ଉଛୁଳି ଉଠିଲା। ସେ କହିଲା, ମହାରାଜ, ମୁଁ ଆପଣଙ୍କୁ ଯାହା କହିବା ପାଇଁ ସୁଯୋଗ ଖୋଜୁଥିଲି ଆପଣ ତାହା ନିଜେ କହିଦେଲେ। ମତେ ଏ ରାଜ୍ୟ ପାରି ହୋଇ ଯିବାକୁ ହେବ। ଏକ ବିଶେଷ ବରଲାଭ ପାଇଁ ଆପଣ ସାହାଯ୍ୟ କରନ୍ତୁ। ରାଜା ଚିନ୍ତାକୁଳ ଦେଖାଗଲେ। ଦୁଇ ବିଜ୍ଞାନୀଙ୍କୁ ବିଦାୟ ଦେଇ ଓ ପୁରୋହିତର ଦେହ ଅପସାରଣ ବ୍ୟବସ୍ଥା କରି ସେ ରାଜୁକୁ ପ୍ରାସାଦ ଭିତରକୁ ନେଇଗଲେ ଓ କହିଲେ, ଆମ ରାଜ୍ୟ ସେପାରି ଯେଉଁ ମୂଲକ କଥା କହୁଛ ସେଟାକୁ କେହି କେବେ ଯାଇନାହାନ୍ତି। ସୀମାନ୍ତରେ ରହିଛି ଏକ ପର୍ବତ ଶ୍ରେଣୀ। ସେ ସବୁ ମଝିରେ ଅଛନ୍ତି ଭୟଙ୍କର ଗହ୍ୱରମାନ। ସେ ସବୁ ଗହ୍ୱରରେ ଏକ ପ୍ରକାର ମାରାତ୍ମକ ଧୂଆଁ ନିର୍ଗତ ହୁଏ। ସେ ବିଷାକ୍ତ ଧୂଆଁ ଜାଲ ଭେଦ କରି କୌଣସି ପ୍ରାଣୀ ଯାଇପାରିବ ନାହିଁ। ମହାରାଜ, ଆପଣ ମତେ ସେ ଧୂଆଁ ଜାଲ ପାରି କରାଇ ପାରିବେ? ରାଜୁ କହିଲା, ପାରିବି, କିନ୍ତୁ କିପରି? ମହାରାଜ, ପର୍ବତ ଶ୍ରେଣୀ ଏପଟେ ଦେହକୁ ଶକ୍ତି ତରଙ୍ଗରେ ପରିଣତ କରି ସେପଟେ ଯାଇ ପୁଣି ସେଇ ଶକ୍ତି ତରଙ୍ଗକୁ ନିଜ ରୂପରେ ପରିଣତ କରିବାର ବିଦ୍ୟା ଆପଣଙ୍କୁ ଜଣା। ମତେ ସେତିକି ଶିଖାଇ ଦେବେ ନାହିଁ? ରାଜୁ ନମ୍ର ଭାବରେ ପ୍ରଶ୍ନ କଲା। ରାଜା ଗମ୍ଭୀର ଦେଖାଗଲେ। ମହାରାଜ, ଯଦି ମୋ ଲକ୍ଷ୍ୟ ସିଦ୍ଧ ହୁଏ ତେବେ ମୁଁ ଆପଣଙ୍କ ସକାଶେ ମଧ୍ୟ ଏକ ବର ମାଗି ଆଣିବି। ଆପଣ ମାନେ ହସି ପାରିବାର ବର। ରାଜୁ କହିଲା, ହସି ପାରିବାର ବର? ତାହା କଣ ମୁଁ ଜାଣେ ନା? ଅବଶ୍ୟ ମନେ ହୁଏ ତାହା ଅତ୍ୟନ୍ତ ମହତ୍ କିଛି। ତେବେ ତମେ ଯେଉଁ ବିଦ୍ୟାଟି ଶିଖିବାକୁ ଚାହଁ ତାହା ଅତି ଗୋପନୀୟ। ମାତ୍ର ଦୁଇ ଜଣ ତାହା ଜାଣିଥିଲେ, ପୁରୋହିତ ଓ ମୁଁ। ଯେଉଁ ଗବେଷକ ମାନେ ସେ ଅପୂର୍ବ ବିଜ୍ଞାନ ଆବିଷ୍କାର କରିଥିବେ ସେମାନେ ବି ତ ଜାଣିଥିବେ। ରାଜୁ ସନ୍ଦେହ ପ୍ରକାଶ କଲା। ରାଜା ଦୀର୍ଘ ନିଶ୍ୱାସ ତ୍ୟାଗ କରି କହିଲେ, ସେମାନେ ଅବଶ୍ୟ ଜାଣିଥିଲେ, କିନ୍ତୁ ସେମାନେ ଯେପରି ସେ ବିଦ୍ୟା ନିଜ ଉପରେ ପ୍ରୟୋଗ କରିବାର ସୁଯୋଗ ନ ପାଇବେ ପୁରୋହିତ ସେ ବ୍ୟବସ୍ଥା କରିଥିଲେ। ଅର୍ଥାତ୍ ପୁରୋହିତ ସେମାନଙ୍କଠୁ ସେ ବିଦ୍ୟାଟି ହାସଲ କରିବା ପରେ ସେମାନଙ୍କୁ ପରଲୋକକୁ ପଠାଇ ଦେଇଥିଲେ। ରାଜୁ କଥାଟି ସ୍ପଷ୍ଟ କରିନେଲା। ରାଜା କିଛି କହିଲେ ନାହିଁ। ରାଜା ତାଙ୍କ ମନ ସ୍ଥିର କରିବାକୁ ପ୍ରାୟ ସପ୍ତାହେ ସମୟ ନେଲେ। ରାଜକୁମାର ସେହି ସମୟ ଭିତରେ ରାଜୁର ବନ୍ଧୁତା ହେଲା ନିବିଡ଼। ରାଜୁ ଭାବୁଥାଏ, ଏ କିଶୋର କେଡ଼େ ସତ ଓ ବୁଦ୍ଧିମାନ, ଅଥଚ ଇଏ ଜୀବନରେ ହସିବେ ନାହିଁ। ମୁଁ ତାଙ୍କୁ ହସ ଶିଖାଇ ପାରନ୍ତି ହେଲେ, କିନ୍ତୁ ଏ ଅଭିଶପ୍ତ ରାଜ୍ୟରେ ତ ମୁଁ ନିଜେ ବି ହସିବାକୁ ଅକ୍ଷମ। ଅବଶେଷରେ ରାଜା ସେ ଅନ୍ତର୍ଧାନ ଓ ଆବିର୍ଭାବ ବିଜ୍ଞାନ ରାଜୁକୁ ଜଣାଇ ଦେବାକୁ ସ୍ଥିର କଲେ। ରାଜୁ ଗଭୀର ମନୋଯୋଗ ସହକାରେ ତାହା ଆୟତ୍ତ କଲା। ସେ ଚମତ୍କୃତ ହୋଇ ଦେଖିଲା, ସେ ବିଜ୍ଞାନ ଯେତେ କଠିନ ହୋଇଥିବ ବୋଲି ସେ ଭାବୁଥିଲା ତାହା ସେତେ କଠିନ ନୁହେଁ। ବଡ଼ ବଡ଼ ବିସ୍ମୟ ପଛରେ କେଡ଼େ ସହଜ ପ୍ରାକୃତିକ ନିୟମ କାମ କରୁଥାଏ ତାହା ବୁଝି ସେ ବିସ୍ମିତ ହେଲା। ରାଜା ଓ ରାଜକୁମାର ତାକୁ ରାଜ୍ୟ ସୀମାନ୍ତକୁ ନେଇଗଲେ। ମନେ ରଖ, ଧୂଆଁ ଜାଲ ସେପାରିକୁ ଯିବା ମାତ୍ରେ ତମେ ପୁଣି ଦେହ ଫେରି ପାଇବା ନିମନ୍ତେ ପ୍ରବଳ ଇଚ୍ଛା ଶକ୍ତି ପ୍ରୟୋଗ କରିବ। ଅଧିକ ସମୟ ଶକ୍ତି ତରଙ୍ଗର ଉପରେ ରହିବା ଭଲ ନୁହେଁ। ରାଜା ତାକୁ ଚେତାବନୀ ଶୁଣାଇ ଦେଲେ। ରାଜା ଓ ରାଜକୁମାର ରାଜୁକୁ ବିଦାୟ ଦେଲେ। ରାଜୁ ନିଜ ଉପରେ ନୂଆ କରି ଶିଖିଥିବା ବିଜ୍ଞାନ ପ୍ରୟୋଗ କଲା
ଓ ଚାହୁଁ ଚାହୁଁ ଶକ୍ତି ତରଙ୍ଗରେ ପରିଣତ ହୋଇ ଅଦୃଶ୍ୟ ହୋଇଗଲା।